ମା ଇଏ ବି ଜଣେ ମା ଅନ୍ତ ଚିରି ଜନ୍ମ ଦେଇଛି ତା ଦୁଇ ପିଲାଙ୍କୁ। ସ୍ୱାମୀ କୁଆଡ଼େ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଖେଳାଉଛି ହସ, ଆଉ ଯୋଗାଡ଼ କରୁଛି ଦୁଇ ଅଳି ଦୁଇ ମୁଠା ଦାନା। ଜୀବନରେ ଦୁଃଖର କଳାବାଦଲ ଭିତରେ କେବେ ବି ହାରି ନାହାନ୍ତି ଏହି ମହିଳା। ନା ତାଙ୍କର ସୁମିତ୍ରା ସବୁ ଦୁଃଖ କଷ୍ଟକୁ ଛାତିରେ ଚାପି ରଖି ଉଠାଇଛନ୍ତି ପରିବାରର ବୋଝ, ଆଉ ତୁଲାଉଛନ୍ତି ମାର କର୍ତ୍ତବ୍ୟ। ଆମର ଘର ଦୁଆର ନାହିଁ। ମୋ ସ୍ୱାମୀ 8 ବର୍ଷ ହେଲାନି ଆମକୁ ଛାଡ଼ି ଚାଲି ଯାଇଛି। ଗୁଜରାଟ ପଳେଇଛନ୍ତି। ମାନେ ଫୋନ୍ ବି କିଛି ବି କରୁନାହାନ୍ତି। ଆମର 2ଟା ପୁଅ ପିଲା ନେଇ 2ଟା ଅଛନ୍ତି। ସାର୍ ଆମେ ଯଦି ଛୁଆଟାକୁ ବାନ୍ଧିକି ନ ଯିବୁ ତାହେଲେ କାଠପତ୍ର କାଠି ନ ଆଣିବୁ ଯଦି ଆମେ କେମିତି ଚଳିବୁ? ହଁ ସାର୍ ସେମାନଙ୍କୁ ଜଣେଇଥିଲୁ, ସରପଞ୍ଚକୁ ବି ଜଣେଇଥିଲୁ, ବିଡ଼ିଓ ସାର୍କୁ ବି ଜଣେଇଥିଲୁ। ସେମାନେ ଆମ କଥା ଶୁଣୁନାହାନ୍ତି, କରିଦେଉନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଗିରିଆ ଗାଁରେ ସୁମିତ୍ରାଙ୍କ ଘର। ପରିବାର କହିଲେ ତାଙ୍କର 2ଟି ଛୋଟ ଛୋଟ ସନ୍ତାନ। ଗୁଜୁରାଣ ମେଣ୍ଟାଇବାକୁ ହେଲେ ଜଙ୍ଗଲକୁ ଯାଇ କାଠ ଆଣନ୍ତି ସୁମିତ୍ରା, ଆଉ ଏଥିପାଇଁ ପିଲାଙ୍କୁ ଘରେ ବାନ୍ଧିବାକୁ ପଡ଼େ। ପେଟ ପୋଷିବାକୁ ପଡ଼ୋଶୀଙ୍କ ସାହାରା ନିଅନ୍ତି। ଯିଏ ଯାହା ଦେଲା ତାକୁ ଖାଇ ଦିନ କାଟି ଦିଅନ୍ତି। ହେଲେ ସୁମିତ୍ରାଙ୍କ ପାଇଁ ନାହିଁ କୌଣସି ସରକାରୀ ସୁବିଧା, ନା ମିଳୁଛି ରାସନ ସାମଗ୍ରୀ, ନା ଅଛି ଖଣ୍ଡିଏ ଘର। ସେଥିପାଇଁ ଏହି ଭଙ୍ଗା ଚାଳିଆ ଘରେ ଆଶ୍ରା ନେଇଛନ୍ତି ମା ଓ 2 ପିଲା। କଷ୍ଟରେ ଅଛନ୍ତି, ତାହାକୁ ଆମେ ସାହାଯ୍ୟ କରୁଛୁ, କିନ୍ତୁ କେତିକି ପାରୁଛୁ ସେତିକି ଆମେ ସାହାଯ୍ୟ କରିଛୁ। କିନ୍ତୁ ଅନ୍ୟମାନଙ୍କ ଘରେ ରହୁଛନ୍ତି, ସେମାନେ ସେଇଠି କଟୁଛନ୍ତି, ହେଲେ ବି ସେମାନେ ସାହାଯ୍ୟ କରୁନାହାନ୍ତି। ସାବୁନଠୁ ତେଲ, ଖାଇବା ପିଇବା ସବୁକିଛି ତାଙ୍କର ଅଭାବ ହେଉଛି। କିନ୍ତୁ ଅନ୍ୟମାନଙ୍କର ଘରେ ରହୁଛନ୍ତି, ସେଇଥିପାଇଁ ସେମାନେ ବି ଅଭିଯୋଗ ଦେଉଛନ୍ତି ଯେ ଆମ ଘରେ ରହିବ ନାହିଁ, ଘରେ ରହିକି ତୁମେ ବହୁତ ଦିନ ରହିଲ, ଆଉ କେତେ ଦିନ ଏମିତି ରହିବ, ତୁମ ଘରେ ତୁମେ ରହିବ ବୋଲି କହୁଛନ୍ତି। ସେମାନଙ୍କୁ ମିଳିଥିଲା, କିନ୍ତୁ ଅନ୍ୟମାନେ ତାଙ୍କର ST ଘରଟା ଆସିଥିଲା, ଏକା ନା ଥିଲା ଭଳି ସେମାନେ ତାଙ୍କର ସେଇ ଯୋଉ ST ଘରଟା ସେମାନେ ନେଇଗଲେ। ବିଡ଼ିଓ ସାର୍ କହିଥିଲେ ହଁ କରିଦେବା ବୋଲି, କିନ୍ତୁ କିଛି ଶୁଣୁନାହାନ୍ତି କିଛି ବି। ଏହି ଅସହାୟ ମା ପାଇଁ ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା। ତଥାପି ସୁମିତ୍ରାଙ୍କ ମମତା ଆଗରେ ହାର ମାନିଛି ଦାରିଦ୍ର୍ୟ। 8 ବର୍ଷ ହେବ ସ୍ୱାମୀ ଛାଡ଼ି ଚାଲିଯିବା ପରେ ପିଲାଙ୍କ ପାଇଁ କରିଚାଲିଛନ୍ତି ଉଭୟ ବାପା ମାର କର୍ତ୍ତବ୍ୟ। କୁନି ପୁଅକୁ ଜ୍ୱର ହେଲେ ମୁଣ୍ଡରେ ପାଣି ପଟି ଦେବା ସହିତ ଔଷଧ ଦେଇ ଯତ୍ନ ନେଉଛନ୍ତି। ସେପଟେ ଏ ସମ୍ପର୍କରେ ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ପଚାରିବାରୁ ସେ ସୁମିତ୍ରାଙ୍କୁ ଖୁବ୍ ଶୀଘ୍ର କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୁମିତ୍ରା ହେମ୍ବ୍ରମ ନାମକୁ ଜଣେ ମହିଳା, ଯିଏକି ଆପଣଙ୍କର ସେ ନିଜକୁ ନିରାଶ ରହି ବୋଲି ଆମେ ଯେତେବେଳେ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା, ସେତେବେଳେ ମଧ୍ୟ ମୁଁ ନିଜେ ମୋ ସ୍ୱ ଉପସ୍ଥିତିରେ ସେ ମୋତେ କହିଥିଲେ ଯେ ଆଜ୍ଞା ଆମର ଅସୁବିଧା ହେଉଛି ଏବଂ ସେ ନିରାଶ ହେଇକି ଅଛନ୍ତି। ତାପରେ ମୁଁ ସରପଞ୍ଚଙ୍କୁ ମଧ୍ୟ ଯୋଗାଯୋଗ କରିଥିଲି ଏବଂ ଆମର POଙ୍କୁ, ତାରଣା ପଞ୍ଚାୟତର POଙ୍କୁ ମଧ୍ୟ ଯୋଗାଯୋଗ କରିଥିଲି। ସେ ମଧ୍ୟ କନଫର୍ମ କଲେ ଯେ ସେ ତାଙ୍କର ସ୍ୱାମୀଙ୍କ ସହିତ ଯଦିବା ଅଛନ୍ତି, କିନ୍ତୁ ସ୍ୱାମୀ ତାଙ୍କୁ ପଚାରୁନାହାନ୍ତି ଏବଂ ସେ ରହିବାରେ ତାଙ୍କର ଭାରି ଅସୁବିଧା ହେଉଛି, ନିଜସ୍ୱ ଘର ନାହିଁ। ତେଣୁ ତାଙ୍କ କେସ୍କୁ ଦୃଷ୍ଟିରେ ରଖି ଆମେ ତାଙ୍କ ନାଁ ମଧ୍ୟ ଏଲିଜିବିଲିଟି ମାନେ ଯୋଗ୍ୟ ହିସାବରେ ତାଙ୍କୁ ରଖିଛୁ ଏବଂ ଯେତେବେଳେ ମଧ୍ୟ ସରକାର ଆପଣଙ୍କର ଘର ପ୍ରଦାନ କରିବେ ତାଙ୍କ ନାଁକୁ ପ୍ରାୟୋରିଟି ଦୃଷ୍ଟିରେ ନେବୁ ଏବଂ ତାଙ୍କୁ ମଧ୍ୟ ମୁଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିସାବରେ ମଧ୍ୟ ତାଙ୍କୁ କହିଲି ଯେ ସେ ଯଦି ନିରାଶରେ ଆଶ୍ରୟସ୍ଥଳକୁ ଯିବେ ତାର ମଧ୍ୟ ବ୍ୟବସ୍ଥା ଆମେ କରିଦେବୁ ପ୍ରଶାସନ ତରଫରୁ। କିନ୍ତୁ ଯେହେତୁ ସେ 2ଟା ଛୁଆ ତାଙ୍କ ସହିତ ଅଛନ୍ତି, ସେ ନିରାଶରେ ଆଶ୍ରୟସ୍ଥଳ ଯିବା ପାଇଁ ଅରାଜି ହେଉଛନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ଟେମ୍ପୋରାରିଲି ମୁଁ ସରପଞ୍ଚକୁ କହିକି ଆମର ତାରଣା ପଞ୍ଚାୟତର ସରପଞ୍ଚଙ୍କର ନିବେଦନ କରି ତାଙ୍କୁ ଆମେ ପଞ୍ଚାୟତରେ କିଛି ଆର୍ଥିକ ରାଶି, ସେ କିଛି କାମ କରିବେ ପଞ୍ଚାୟତରେ ଏବଂ ତାଙ୍କୁ କିଛି ସାନିଟେସନ୍ ରିଲେଟେଡ୍ କାମ କରିବେ ଏବଂ ତାଙ୍କୁ କିଛି ଆର୍ଥିକ ରାଶି ମଧ୍ୟ ସ୍ୱଳ୍ପ ଦିନ ପାଇଁ ତାଙ୍କର ଚଳିବା ପାଇଁ ଯୋଗାଇ ଦେବୁ ଏବଂ ସେ ମଧ୍ୟ ଜଣେ SHG ମେମ୍ବର, ସେ ସଦସ୍ୟ ଅଛନ୍ତି, ଗୋଟେ ଗୋଷ୍ଠୀ ତାଙ୍କର ଗୋଷ୍ଠୀ ଅଛି, ସେ ମେମ୍ବର ଅଛନ୍ତି, ତାଙ୍କୁ ମଧ୍ୟ SHG ମାଧ୍ୟମରେ ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆମେ ଚେଷ୍ଟା କରିବୁ ବ୍ଲକ ପ୍ରଶାସନ ମାଧ୍ୟମରେ। ପ୍ରେମ କରି ବିବାହ କଲେ, ଆଉ ବିବାହ ପରେ ବାପା ମାଆକୁ ସବୁଦିନ ଧରି ଛାଡ଼ି ସ୍ୱାମୀ ଘରକୁ ଚାଲି ଆସିଲେ। କିନ୍ତୁ ସେଇ ସ୍ୱାମୀ ଆଜି ଅଧା ବାଟରେ ତା ସ୍ତ୍ରୀର ହାତ ଛାଡ଼ି ଚାଲିଯାଇଛି। ଦୀର୍ଘ 8 ବର୍ଷ ଧରି ସୁମିତ୍ରାର ବର ବହୁ ଦୂରକୁ ଚାଲିଯାଇଛି। ଏବେ କୁନି 2ଟା ଛୁଆକୁ ନେଇ ଅସହାୟ ଅବସ୍ଥାରେ
ସୁମିତ୍ରା। ତେବେ ସରକାର ଓ ଜିଲ୍ଲା ପ୍ରଶାସନ ସୁମିତ୍ରାର ସାହାଯ୍ୟ କରିବାର ଆବଶ୍ୟକତା ରହିଛି। ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ OTV।